Hello dear student, welcome back to my channel SSS Study। ଆଜି ଆମେ ପ୍ରଥମ ଶ୍ରେଣୀ ହସ ଖେଳ ବହିର ପାଠ ନମ୍ବର 25 କରିବା। ବିଷୟଟିର ନାଁ ହେଉଛି ଖଞ୍ଜଣି ବଜାର ମଜା। ଚାଲନ୍ତୁ ଷ୍ଟାର୍ଟ କରିବା। ଖଞ୍ଜଣି ବଜାର ମଜା। ଦେଖ ପିଲେ, କ'ଣ ହେଇଛି ଗୀତଟାକୁ ଆମେ ଆରମ୍ଭ କରିବା। ଖଞ୍ଜଣି ବଜାଇ ଦଳ ଗଞ୍ଜନ, ଗୀତ ଗାଇ କଲା ମନୋରଞ୍ଜନ। ଗୀତ ଶୁଣି ଡାକ ଛାଡ଼ିଲା ଗଞ୍ଜା, ବାଘ ନାଚ କରେ ଦେଖାଏ ପଞ୍ଝା, ମିରିଗ ଧାଇଁଲା ପଞ୍ଝାକୁ ପଞ୍ଝା। ଦେଖିଲ ପିଲେ, ଖଞ୍ଜଣି ଦେଖ କେମିତି ଏଇଠି ସେ ଖଞ୍ଜଣି ବଜେଇକି ମନୋରଞ୍ଜନ କରୁଛି, ଖୁସି ହେଉଛି। ବାଘ କେମିତି ଦେଖ ତାଇ ପଞ୍ଝାକୁ ଟେକିକି ନାଚୁଛି, ମିରିଗ ମାନେ କେମିତି କୁଦା ମାରିକି ଧାଉଛନ୍ତି, ଆଉ ଏଇ ଗଞ୍ଜାଟା କେମିତି ବୋବଉଛି। ହେଲା, ଏଇ ଯେଉଁ ପିଲାଟା ନାଁ କ'ଣ? ଦଳଗଞ୍ଜନ। ସେ କେମିତି ମଜା କରୁଛି, ମଜା କରିକି ଖଞ୍ଜଣି ବଜେଇକି ଗୀତ ବୋଲୁଛି। ତା ଗୀତ ଶୁଣିକି ଗଞ୍ଜା ଡାକୁଛି କକରକ କକରକ, ଆଉ ବାଘ କେମିତି ନାଚୁଛି। ଆଉ ମିରିଗ ହେଲା, ମିରିଗ ମାନେ ଧାଇଁଛନ୍ତି ତାଙ୍କ ପଞ୍ଝା ଟେକିକି। ଆଶା କରୁଛି ବୁଝିପାରିଥିବ। ଚାଲନ୍ତୁ ଏହାର ପ୍ରଶ୍ନ ଉତ୍ତର କରିବା। ଅଭ୍ୟାସ 1 ନମ୍ବର। ଆସ ଛବି ଦେଖି ପଢ଼ିବା। କ'ଣ ଲେଖା ହେଇଛି? ଖଞ୍ଜଣି। ଏଇଟା କ'ଣ ଲେଖା ହେଇଛି? ନା ଇଞ୍ଜିନ। ହେଲା, ରେଳ ଗାଡ଼ିର ଇଞ୍ଜିନ। ହେଲା, ଲେଖା ହେଇଛି କଖାରୁ ମଞ୍ଜି। ସେମିତି ଏଇଟା କ'ଣ ଲେଖା ହେଇଛି? ନା ଆଞ୍ଜୁଳାଏ ଫୁଲ। ତା ହେଉଛି କ'ଣ? ନା ପିଞ୍ଜରା। 2 ନମ୍ବର ପିଲେ, ଆସଞ୍ଜ ଅକ୍ଷର ତଳେ ଗାର ଦେବା। ଯେଉଁଠି ଞ୍ଜ ଲେଖା ଅଛି ତା ତଳେ ଗାର ଦେବା। ଦେଖ, ସଞ୍ଜ ଲେଖା ହେଇଛି ନା ନାହିଁ? ମାଙ୍କଡ଼ରେ ନାହିଁ, ଏଇଟା କାରଣ ଅଙ୍କ। ଗଞ୍ଜା ଏଇଠି ଗାର ଦେବ। ମଞ୍ଜା। କୁକୁର, କୁକୁରରେ କିଛି ଅଛି କି ନାହିଁ? ନା ପିଞ୍ଜରା। ଗଞ୍ଜି, ଅଞ୍ଜଳି, ଏମିତି ତୁମେ ଗାର ଦେବ। ତାପରେ ଦେଖ 3 ନମ୍ବର କ'ଣ ଦେଇଛି? ଆସଞ୍ଜ ଅକ୍ଷର ଯେଉଁ ଶବ୍ଦରେ ଅଛି ତା ତଳେ ଗାର ଦେବା। ପଞ୍ଝାଏ ଛେଳି। ପଞ୍ଝା ଅଛି ନା ନେଇ? ହଁ, ସିଂହର ପଞ୍ଝା, ପଞ୍ଝା। କ'ଣ ଲେଖା ହେଇଛି? ବିଞ୍ଚାର ପୁର। ହେଲା, ଏହିପରି ତୁମେମାନେ କରିବ। ଦେଖ ପିଲେ, 4 ନମ୍ବରଟା କ'ଣ ଦେଇଛି? ତଳେ ଥିବା ଛବି ମଧ୍ୟରୁ 10ଟି ଛବିକୁ ନେଇ ଗୋଟିଏ ଘରେ କରିବା। କେତୋଟି ବଳି ପଡ଼ୁଛି ଗଣିବା। 10 ଅଧିକ କେତେ 10 କେତେ 1 ହେଲା, ଆମେ ଖାଲି ଘର ଲେଖିବା। ଦେଖ, ସମୁଦାୟ କେତୋଟି ଆମ୍ବ? 1 2 3 4 5 6 7 8 9 10 11 12। 12ଟି ଆମ୍ବ ହେଲା। ତେଣୁ 10ଟାକୁ ଆମେ ଗୋଟେ ଘରେ କରିଦେଲେ, ତେଣୁ ଏଠି ଲେଖିଲା 10, ନାଇଁ କି? 2ଟା ଆମ୍ବ ବଳିଲା, ତେଣୁ ହେଲା 1। 2 1 ହେଲା ନା ନାହିଁ? ତେଣୁ କ'ଣ ହେଲା? 1 10 2 1। ଟୋପିଟା ପିଲେ ତୁମେ ଗଣିଲ 10ଟି ଟୋପିକୁ ଗୋଟିଏ ଘରେ କରିବା। 1 2 3 4 5 6 7 8 9 10। 10ଟି ଟୋପିକି ଗୋଟେ ଘରେ କଲେ। ହେଲା, ପୁଣି ଦେଖିଲ 11 1 2 3 4 5 6 7 8 9 10। 10ଟି ଟୋପିକୁ ଗୋଟେ ଘର କଲେ। କେତେଟା ଘର ହେଲା? 2ଟା, ତେଣୁ 2 10। ଆଉ କିଛି ବଳିଲା କି? ବଳିଲାନି, ତେଣୁ ଲେଖିବା 0 0 1। 3 3 6 3 9 9 10। ଦେଖିଲେ ପିଲେ, ମୁଁ ଠିକ୍ ଅଛି କି ନା ନାହିଁ? 10ଟି ଘରେ ଗୋଟେ। ଆଉ କେତେଟି ବଳିଲା? ନା 1 2 3 4 5। ହେଲା, ତାହେଲେ କ'ଣ ହବ? 1 10 5 1। ଏପରି ତୁମେମାନେ କରିବ। ହେଲା, ସବୁ ପିଲେ ଦେଖ, 10ଟି ସେକୁ ଗଣିକି ଗୋଟେ ଘର କର। 1 2 3 4 5 6 7 8 9 10। ତାହେଲେ ଗୋଟେ ଘର କରିଦେବା। କେତେଟା ବଳିଲା? 1 2 3 4 5 6 7। ତାହେଲେ କେତେ ହେବ? 1 10 7 1। ହେଲା, ଏହି 5 ନମ୍ବର ତଳେ ଦିଆଯାଇଥିବା ଚିତ୍ରଗୁଡ଼ିକର ନାମ ଆମେ କହିବା। ଏମାନଙ୍କ ଭିତରୁ କିଏ କେଉଁଠି ରହେ ଗାର ଟାଣି ଦେଖେଇବା। ପ୍ରଥମେ ନାଁ କହିବା। ଏଇଟା ପିଲେ କହିଲ। ନା ଏଇଟା ହେଉଛି ଆମର ଭାଲୁ। ଏଇଟା କ'ଣ? ନା ବେଙ୍ଗ। ହେଲା ପିଲେ, ଏଇଟା କ'ଣ ପିଲେ? ନା କଙ୍କ
ଡା ଏଇଟା କ'ଣ ପିଲେ କହିଲ ନା କଇଁଛ। କଇଁଛ ଏଇଟା ଇ ଲେଖିଛି। ଏଇଟା କ'ଣ ପିଲେ ନା ଏଇଟା କୁକୁର। କୁକୁର ନା ନାଇଁ। ଏଇଟା କି ଚିତ୍ର ନା ଏଇଟା ହେଉଛି ସାପ। ଏଇଟା ଆମର ହେଉଛି ମାଛ ନାଇଁ କି। ସେମିତି ତାପରେ ଦେଖିଲ ଏଇଟା କ'ଣ ନା ହରିଣ। ହରିଣ ଏଇଟା କି ଚିତ୍ର କହିଲେ ଦେଖି ପିଲେ ହାତୀ। ଏଇଟା କ'ଣ ନା ଗେଣ୍ଡା। ତାହେଲେ କିଏ କେଉଁଠି ରୁହେ କିଏ ପାଣିରେ ରୁହେ କିଏ ବଣରେ ରୁହେ। ଆମେ ଏବେ ଗାର ଟାଣି ଯୋଡ଼ିବା। କିଏ କେଉଁଠି ରୁହେ ଆମେ ଗାର ଟାଣି ଯୋଡ଼ିବା। ପାଣିରେ କିଏ ରୁହେ ନହେଲେ ବଣରେ କିଏ ରୁହେ। ଭାଲୁ କେଉଁଠି ରୁହେ ପିଲେ ନା ବଣରେ। କୁକୁର କେଉଁଠି ରୁହେ ନା ବଣରେ। ତମେ କହିବ କୁକୁର ତ ବଣରେ ରୁହେନି। ପିଲେ ଦେଖ ଏଠି ପାଣିରେ ଦେଇଛି ବଣରେ ଦେଇଛି। କୁକୁର କ'ଣ ପାଣିରେ ରହିପାରିବ କି। ତେଣୁ ବଣକୁ ମୁଁ ଟାଣୁଛି। ହରିଣ ରୁହେ ବଣରେ। ହାତୀ ରୁହେ ବଣରେ। ହେଲା ପିଲେ। ତାପରେ ଆଉ କିଏ କିଏ ପାଣିରେ ରୁହେ ମୁଁ ଗାର ଟାଣିବି। ଦେଖ ପିଲେ ଯେମିତି ବେଙ୍ଗ ରୁହେ ପାଣିରେ। ବେଙ୍ଗ ରୁହେ ପାଣିରେ। କଇଁଛ ରୁହେ ପାଣିରେ। କଙ୍କଡ଼ା ରୁହେ ପାଣିରେ। ମାଛ ରୁହେ ପାଣିରେ। ସାପ ରୁହେ ପାଣିରେ। ଗେଣ୍ଡା ରୁହେ ପାଣିରେ। ମୁଁ ଯେମିତି ଦୁଇଟା ରଙ୍ଗ ଦେଇକି ଟାଣିଛି ତମେମାନେ ସେମିତି ଟାଣିବ। 6 ନମ୍ବର କ ବଣରେ ରହୁଥିବା କେତେକ ଜୀବଜନ୍ତୁଙ୍କ ନାମ କହିବା। ବଣରେ କିଏ କିଏ ରୁହେ ନା ବାଘ ଭାଲୁ ସିଂହ ହାତୀ ଗଣ୍ଡା ଇତ୍ୟାଦି ବଣରେ ରୁହନ୍ତି। ଖ କେଉଁ ଜୀବ କ'ଣ ଖାଏ ଗାର ଦେଇ ଆମେ ଯୋଡ଼ିବା। କିଏ କ'ଣ ଖାଏ ଦେଖି ଗାର ଟାଣି ପାରୁଛ କି ନା ନାହିଁ। ବାଘ ଖାଏ ମାଂସ। ଗାଈ ଖାଏ ଘାସ। ହେଲା। ସେମିତି ଛେଳି ଖାଏ କ'ଣ ହଁ ଛେଳି ଖାଏ ବି ଘାସ। ସିଂହ ବି ଖାଏ କ'ଣ ସିଂହ କ'ଣ ଖାଏ ମାଂସ। ବିଲେଇ ଖାଏ ମାଛ ଖାଏ କ୍ଷୀର ବି ଖାଏ। 7 ନମ୍ବର ପିଲା ଦେଖ ଟଙ୍କା କେମିତି ଲେଖା ହେଇଛି। ଟଙ୍କାକୁ ମଧ୍ୟ ଆଉ ଏମିତି ଲେଖିପାରିବା। ଟ ଅନୁସାର ଅଙ୍କା ଏମିତି ଲେଖିପାରିବା। ଶଙ୍ଖକୁ ମଧ୍ୟ ଏମିତି ଲେଖିପାରିବା ଶଙ୍ଖ। ବେଙ୍ଗକୁ ଦେଖ କେମିତି ଲେଖା ହେଇଛି ବେଙ୍ଗ। ଜଙ୍ଘକୁ ଜଙ୍ଘ। କଞ୍ଚା ଛଞ୍ଚା କ'ଣ ଏଇଟା ସଞ୍ଜ ଚଞ୍ଛା ଏପରି ମଧ୍ୟ ଆମେ ଲେଖିପାରିବା। ଏଇଠି ଭିଡ଼ିଓଟି ସରିଯାଇଛି। ଆଶା କରୁଛି ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ତେଣୁ ମୋ ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବାନି। ମୋ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଥ୍ୟାଙ୍କ୍